ଅଫିସର ରାଜ କଥା ସବୁବେଳେ କହି ଆସିଥିଲେ ଏବେ ଅନ୍ତ ହେଲା କି Mission over, chapter close, only democracy will rule. No ମଲାତନ୍ତ୍ର, only ଗଣତନ୍ତ୍ର। ଯାହା କହିଥିବା କଥା କିଛି ଅସତ୍ୟ କି? ଆଜି ମୋର ବନ୍ଧୁ ସାମ୍ବାଦିକ ବନ୍ଧୁ ମାନଙ୍କୁ ମୋର ଅନୁରୋଧ, ସମସ୍ତେ ପୋଷ୍ଟ ଗ୍ରାଜୁଏଟ ଆର ଜର୍ଣ୍ଣାଲିଜିମ୍ ପ୍ରଫେସନାଲ ପିଲାମାନେ ଆଜି ପାଠ ପଢୁଛନ୍ତି। ମତେ ବ୍ରହ୍ମପୁରରେ 13 ତାରିଖ ଦିନ ଯୋଉ ଆଟାକ୍ ହେଲା, ଆଟାକ୍ ପରେ ମୁଁ ତ ମେଡିକାଲ ଗଲି ବ୍ରହ୍ମପୁର, ଆସିକି ଏମ୍ସ ରେ ଜଏନ୍ ହେଲି। ବିଭିନ୍ନ ଫୁଟେଜ ମୁଁ ଦେଖୁଥିଲି, ସେ ଫୁଟେଜ ରେ ମୋର ତାଙ୍କର ଧସ୍ତାଧସ୍ତି ହେଲା, ତାଙ୍କର ଆର୍ଗୁମେଣ୍ଟ ହେଲା, ଏ କଥା ବିଭିନ୍ନ ଜାଗାରେ। ଆଜି ମୋର ଖାଲି ସାମ୍ବାଦିକ ମାନଙ୍କୁ ଗୋଟେ ଅନୁରୋଧ, ଯେତେବେଳେ ନ୍ୟୁଜ ପ୍ରଦର୍ଶନ କରନ୍ତି ସେ ସମୟରେ ସତ୍ୟତାଟା କ'ଣ ପ୍ରକାଶ କରିବା ଅନୁଚିତ, ଯେ ପ୍ରକୃତରେ ଘଟଣାଟା କ'ଣ ଥିଲା ସେଦିନ। ସେ ଘଟଣାଟା ନୁହଁ କି ଯେତେବେଳେ ଭିଡିଓ ଫୁଟେଜ ହେଲା ପରେ ଯେ ପଛଆଡୁ କିଏ ଆସିକି ମତେ ଆଟାକ୍ କରୁଛି, ଏ କଥାଟା ଯେତେବେଳେ ଜାଣିଲା ପରେ ତାପରେ ସମସ୍ତେ ଚୁପ୍ ହେଇଗଲେ। ମୋର କହିବା ଅନୁରୋଧ ଯେ ଗଣତନ୍ତ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ମାନେ ଗଣମାଧ୍ୟମର ଭୂମିକା ବଡ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସତ୍ୟତା ପ୍ରକାଶ ପାଇଲା ବେଳେ ଲୋକ କନଫ୍ୟୁଜ ସେଥିପାଇଁ ହୁଅନ୍ତି। ଆଉ ବୁଥ୍ ରିଗିଂ କଥା ଯୋଉ ବୁଥ୍ ରିଗିଂ କଥା କହୁଛନ୍ତି କି ଆମର ଲ ଆଣ୍ଡ ଅର୍ଡର କଥା କହୁଛନ୍ତି, ଗଞ୍ଜାମରେ ଯୋଉ କଥା ଉଠେଇଛି ଯେ ଆଜିର ଡେଟ୍ 2023-24 ଆଜି ପର୍ଯ୍ୟନ୍ତ 116 କି 117 କଣ ମର୍ଡର ହେଇନାହିଁ ସୁଧାର ଦେଖନ୍ତୁ, ସୁଧାର ଲ ଆଣ୍ଡ ଅର୍ଡର ଇଜ ଓନଲି ନଟ୍ ଏ ପୋଲିସ ଡିପାର୍ଟମେଣ୍ଟ ସବଜେକ୍ଟ। ମୁଁ ଆଜି ବି କହୁଛି। ଆଉ ଗୋଟେ ବଡ ଚର୍ଚ୍ଚା ଆପଣଙ୍କୁ ପଚାରି, ସାଂସଦ ହେଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସ୍ଥାନ ପାଇବା ଆଶା ଅଛି କି? ଆଶା ରହି ଏକ୍ସପେକ୍ଟେସନ will give more pains and suffering. You do work, God have with you. କାମ କରନ୍ତୁ, ଭଗବାନ ଆପଣଙ୍କୁ ଯେମିତି ଫଳ ଏବେ ଦେଲେ, ଯଦି ନିଷ୍ଠା ସେବାର ଅଛି, ସମୟ ଅନୁସାରେ ଶ୍ରୀକୃଷ୍ଣ କହିଛନ୍ତି ବିନା ଆଶାରେ କର୍ମ କରି ଚାଲ, ଫଳ ସମୟ ଅନୁସାରେ ପାଇବ। ଦାଦନ କଥା ଆପଣ କହୁଥିଲେ, ଲଙ୍ଗ ଭିଜନ କିଛି ଅଛି କାହିଁକି ପ୍ରଧାନମନ୍ତ୍ରୀ ବି ଦାଦନ ପ୍ରସଙ୍ଗ ଉଠାଉଥିଲେ ଏବଂ ପୁରା ଗଞ୍ଜାମରେ ମୋର ଦାଦନ ପାଇଁ ବହୁତ ସୁନ୍ଦର ଭାବେ ପଲିସି ଷ୍ଟେଟ୍ରେ ହଉ, ମାଇଗ୍ରେସନ ମାନେ ଯୋଉମାନେ ଦେଶ ବାହାରେ ଯାଆନ୍ତି ତାଙ୍କ ପାଇଁ ପଲିସି କ'ଣ ହେବା ଉଚିତ ତାର ପାଇଁ ଡ୍ରାଫ୍ଟ କରି ରଖିଛି। ଯୋଉମାନେ ଅନ୍ୟ ରାଜ୍ୟକୁ ଯାଉଛନ୍ତି ତାଙ୍କ ପାଇଁ ଡ୍ରାଫ୍ଟ କରି ରଖିଛି। ଆଉ ଯୋଉ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଭୁବନେଶ୍ୱର ମେଟ୍ରୋ ସିଟି ଏରିଆରେ ଯୋଉ ବହୁତ ଲୋକ ଆସନ୍ତି ତା ପାଇଁ ବି ରଖିଛି। ଯେମିତି ଦାଦନ ତ ରହିବ, ଦାଦନକୁ ସମ୍ପୂର୍ଣ୍ଣ ହଟେଇବା ବି ସମ୍ଭବ ନୁହଁ। ଗୋଟେ ଫେଜ୍ କି ବର୍ଷେ 2 ବର୍ଷରୁ ହଟିବନି, କିନ୍ତୁ ତାକୁ ରାଜ୍ୟ ସରକାରଙ୍କ ଯୋଉ କର୍ତ୍ତବ୍ୟ ଦାୟିତ୍ୱ ଯୋଉଟା ହୀନତାର ପରିଦର୍ଶନ ହେଇଛି 24 ବର୍ଷ ଭିତରେ, ତାକୁ ଦାୟିତ୍ୱ ସମ୍ପନ୍ନ କରିବା ଆଉ ଥଇଥାନ କରିବା, ତାଙ୍କର ସୁରକ୍ଷା ଦେବା, ସେ ବ୍ୟବସ୍ଥା ଉପରେ ମୁଁ ବିଚାର ବିମର୍ଶ କରି ଗୋଟେ ପଲିସି ତିଆରି କରି ରଖିଛି। ମୁଁ ପାର୍ଟିର ପ୍ରେସିଡେଣ୍ଟ ଆଣ୍ଡ ଦିଲ୍ଲୀର ନିର୍ଦ୍ଦେଶକୁ ଅପେକ୍ଷା କରିଛି। ଯୋଉ ନିର୍ଦ୍ଦେଶ ଅନୁଯାୟୀ ଯେହେତୁ ଦଳର ଶୃଙ୍ଖଳିତ କର୍ମୀ ହିସାବରେ ଦଳର ସଭାପତି, ରାଜ୍ୟ ସଭାପତି ହଉ, ଦିଲ୍ଲୀର ରାଷ୍ଟ୍ରୀୟ ସଭାପତି ହୁଅନ୍ତୁ କି ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ହୁଅନ୍ତୁ, ତାଙ୍କ ପାଖରୁ ଯୋଉ ନିର୍ଦ୍ଦେଶ ଆସିବ ତାକୁ ମାନିବା ମୋର କର୍ତ୍ତବ୍ୟ ଧର୍ମ। କିଛି ଅଫିସର ଯୋଉମାନେ ଇନଭଲ୍ଭ ରହୁଥିଲେ ପଲିଟିକ୍ସରେ, ଆପଣ ତାଙ୍କୁ ଆଇଡେଣ୍ଟିଫାଇ କରିକି ବର୍ତ୍ତମାନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଇଛି। ଆଉ କିଛି ଅଫିସର ଅଛନ୍ତି ଯୋଉମାନେ ଦଳୀୟ ମନୋବୃତ୍ତି ହେଇଯାଇଛନ୍ତି। ମୁଁ ତମକୁ ଆଜି ବି କହୁଛି, ମୁଁ ସବୁବେଳେ କହିଛି ଯେ ମୋର ଶତ୍ରୁତା କାହା ସାଙ୍ଗରେ ନାହିଁ। ମୋ ଉପରେ କାହାର ଶତ୍ରୁତା ହେଇପାରେ ମୁଁ ଜାଣିନି, କିନ୍ତୁ ମୋର କାହା ସହିତ ଶତ୍ରୁତା କରିକି ରାଜନୀତିରେ ବଢିବା ସମ୍ଭବ ନୁହଁ। ମୁଁ ଆଜି ଏ ଯୋଉ ଜନାଦେଶ ପରେ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଶତ୍ରୁତାରେ ସମାଜ ଗଠନ ହୁଏ ନାହିଁ, ମିତ୍ରତା ଭିତରେ ସମାଜ ଗଠନ ହୁଏ। ଆଉ ଯିଏ ଯାହାର ଭୁଲ କରିଛି ପ୍ରାୟଶ୍ଚିତ କରି, ଯଦି ପ୍ରାୟଶ୍ଚିତ ଗୋଟେ ସୁଯୋଗ ଅଛି ଆମ ନୀତି ନିୟମରେ, ଶାସ୍ତ୍ରରେ, ପୁରାଣରେ, ସେ ପ୍ରାୟଶ୍ଚିତ କରି ସମାଜର ଭଲ କାମ କରିବା ପାଇଁ ଯିଏ ଆଗେଇ ଯିବ ତାକୁ ଭଗବାନ ସୁଯୋଗ ଦିଅନ୍ତି। ମୁଁ ତ ଛାର ମଣିଷଟି। ଆପଣ ଅଫିସର ରାଜ କଥା ସବୁବେଳେ କହି ଆସିଥିଲେ ଏବେ ଅନ୍ତ ହେଲା କି? ମିଶନ ଓଭର, chapter close, only democracy will rule. No ମଲାତନ୍ତ୍ର, only ଗଣତନ୍ତ୍ର।